ରହିଛି ତା ଆମେ ଜାଣିପାରି ନଥାଉ। ଆଉ ଦିନ ମାନଙ୍କରେ ଆମେ ଅଧ୍ୟାୟ ଗୋଟେ ଗୋଟେ ପଢୁଛୁ। ଆଜି ଆମେ ରୋମିଓ ତାର 7 ଅଧ୍ୟାୟ ଅଧ୍ୟୟନ କରିବା ପାଇଁ ଯିବା। ଗତକାଲି ଆମେ ଦେଖୁଥିଲୁ ରୋମିଓ 6 ଅଧ୍ୟାୟରେ ପବିତ୍ରତା ପାଇଁ ସାହାଯ୍ୟ ଓ ସମସ୍ୟା। ଆମେ କିଭଳି ଭାବରେ ପବିତ୍ର ଜୀବନ କାଟି ପାରିବା ଆଉ ପବିତ୍ର ଜୀବନ କାଟିବା ପାଇଁ କଣ ପ୍ରତିବନ୍ଧକ ଅଛି ସେ ରୋମିଓ ମଣ୍ଡଳର ବିଶ୍ୱାସ ମାନଙ୍କୁ ଲେଖୁ। ଆଜି ଆମେ ରୋମିଓ 7 ଅଧ୍ୟାୟ ଅଧ୍ୟୟନ କରିବା ପାଇଁ ଯିବା। ଏଠି ଆମେ ଦେଖିବା ଈଶ୍ୱରଙ୍କ ବିଧି ବ୍ୟବସ୍ଥା, ଈଶ୍ୱରଙ୍କ ବିଧି ବ୍ୟବସ୍ଥା ଈଶ୍ୱରଙ୍କର ନିୟମଟାକୁ ଆମେ ଏଠି ଅଧ୍ୟୟନ କରିବା ପାଇଁ ଯାଉଛୁ। ପାଉଲ ଈଶ୍ୱରଙ୍କର ବିଧି ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରୁଛନ୍ତି କିପରି ତାହା 3 ପ୍ରକାର ଲୋକଙ୍କୁ ପ୍ରଭାବିତ କରେ। ଈଶ୍ୱରଙ୍କର ବ୍ୟବସ୍ଥା କେମିତି 3 ପ୍ରକାର ଲୋକମାନଙ୍କୁ ପ୍ରଭାବିତ କରେ ତାହା ଆମେ ଦେଖିପାରିବା। ଯଦି 7 ପର୍ବ ତାର 1 ରୁ 6 ଆମେ ଦେଖିବା, ଏଟା ଆତ୍ମିକ ବ୍ୟକ୍ତି ଆଉ ବ୍ୟବସ୍ଥା ତା ପ୍ରତି କେମିତି ପ୍ରଭାବ ପକାଏ। ତାପରେ ଆମେ ଯଦି 7 ପଦରୁ 13 ପଦ ପଢିବା, ସାଧାରଣ ଲୋକମାନଙ୍କ ପ୍ରତି ତାର କିପରି ପ୍ରଭାବ ଥାଏ। ତାପରେ 14 ପଦରୁ ଆମେ ଯଦି ଆଗକୁ ଦେଖିଯିବା, 14 ପଦରୁ ଯଦି ଆମେ 25 ପଦ ପର୍ଯ୍ୟନ୍ତ ଆମେ ଦେଖିବା, ସେଠି ଆମେ ଦେଖିପାରିବା ଯେ ଗୋଟେ ଶାରୀରିକ ମନୁଷ୍ୟକୁ କିପରି ତାହା ପ୍ରଭାବିତ କରିଥାଏ। ଗୋଟେ ହଉଛି ଆତ୍ମିକ ବ୍ୟକ୍ତି, ଗୋଟେ ହଉଛି ସାଧାରଣ ବ୍ୟକ୍ତି, ଆଉ ଗୋଟେ ଶାରୀରିକ ବ୍ୟକ୍ତି ଯେ ଶାରୀରିକ ଜୀବନ କାଟୁଛି ତାକୁ କେମିତି ପ୍ରଭାବ ପକାଏ ତାହା ଆମେ ଦେଖିବା। ପ୍ରଥମରେ ଆମେ ପଢିବା ପ୍ରଥମ 6 ପଦ, ରୋମିଓ 7 ପର୍ବ ତାର ପ୍ରଥମ 6 ପଦ। କିନ୍ତୁ ଯୋ ଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ। ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ। ଆପଣ ପ୍ରଥମ ପଦରୁ ପଢନ୍ତୁ, ପ୍ରଥମ ପଦରୁ 6 ପଦ ପର୍ଯ୍ୟନ୍ତ ଏକାଥରକୁ ପଢି ଦିଅନ୍ତୁ। ହେ ଭାଇମାନେ, ମନୁଷ୍ୟ ଯେ ପର୍ଯ୍ୟନ୍ତ ଜୀବିତ ଥାଏ ସେ ପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ ଏହା ତୁମ୍ଭେମାନେ କଣ ଜାଣ ନାହିଁ? ମୁଁ ତ ବ୍ୟବସ୍ଥା ଜାଣିବା ଲୋକମାନଙ୍କୁ କହୁଅଛି, ସ୍ୱାମୀ ଯେ ପର୍ଯ୍ୟନ୍ତ ଜୀବିତ ଥାଏ ସେ ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ବ୍ୟବସ୍ଥାରୁ ମୁକ୍ତ ହୁଏ। ଅତଏବ ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ ତାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ। କିନ୍ତୁ ଯଦି ସ୍ୱାମୀ ମରିଯାଏ ତେବେ ସ୍ତ୍ରୀ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ ତାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ। ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁର ଉତ୍ଥାପିତ ହୋଇଅଛନ୍ତି ତାହାଙ୍କ ସହିତ ସଂଯୁକ୍ତ ହୁଅ। କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ ସେତେବେଳେ ବ୍ୟବସ୍ଥା ଦ୍ୱାରା ପାପାଭିଳାଷ ଗୁଡାକ ଆମ୍ଭମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା। କିନ୍ତୁ ଯଦ୍ୱାରା ଆମ୍ଭେମାନେ ଆବଦ୍ଧ ଥିଲୁ ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ। ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାର ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ। ଥ୍ୟାଙ୍କ ୟୁ। ଏଠି ଆମେ ଦେଖୁଛୁ ଗୋଟେ ଆତ୍ମିକ ବ୍ୟକ୍ତି ପାଇଁ ବ୍ୟବସ୍ଥା କଣ। ଯେଉଁମାନେ ପ୍ରଭୁଙ୍କୁ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ବ୍ୟବସ୍ଥା ବୋଲି କିଛି ନାହିଁ। କିନ୍ତୁ ଏଠି ସେ କହୁଛନ୍ତି ମୁଁ ତ ବ୍ୟବସ୍ଥା ଜାଣିବା ଲୋକମାନଙ୍କୁ କହୁଅଛି। ଆପଣ ପ୍ରଥମ ପଦରେ ଦେଖିବେ ସେ କଣ କହୁଛନ୍ତି, ମୁଁ ତ ବ୍ୟବସ୍ଥା ଜାଣିବା ଲୋକମାନଙ୍କୁ କହୁଛି। ତୁମମାନେ ବ୍ୟବସ୍ଥାକୁ ଭଲରେ ଜାଣିଛ। ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ସ୍ୱାମୀର ବ୍ୟବସ୍ଥାରେ ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ସ୍ୱାମୀର ବ୍ୟବସ୍ଥାରୁ ମୁକ୍ତ ହୁଏ। ସେ କେତେ ସୁନ୍ଦର ଭାବରେ ସେ ବ୍ୟବସ୍ଥାକୁ ଆଣୁଛନ୍ତି ଆଉ ସେ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ବ୍ୟବସ୍ଥା ପ୍ରତି ସେମାନଙ୍କ ସମ୍ପର୍କ କେମିତି ଥାଏ। ବ୍ୟବସ୍ଥା ଆଉ ମଣିଷର ସମ୍ପର୍କ ସେ ଗୋଟେ ବ୍ୟବସ୍ଥା ମଧ୍ୟରେ ଆବଦ୍ଧ ଥାଏ। କିନ୍ତୁ ଆମେ 4 ପଦ ଆଉ 6 ପଦରେ ଦେଖୁଛୁ ଏବେ ତ୍ରାଣକର୍ତ୍ତାଙ୍କ ସହିତ ସେମାନଙ୍କ ସମ୍ପର୍କ କେମିତି। ବ୍ୟବସ୍ଥା ଅନୁସାରେ ସେମାନଙ୍କ ବ୍ୟବସ୍ଥା ପ୍ରତି ସମ୍ପର୍କ ଥିଲା, ଏବେ ଖ୍ରୀଷ୍ଟ ଆସିଲା ପରେ ଏବେ ତାହାଙ୍କ ସହିତ ସଂଯୁକ୍ତ ହୁଅ। ସେ ତମର ସ୍ୱାମୀ ଅଟନ୍ତି, ସିଏ ତମର ପ୍ରଭୁ ଅଟନ୍ତି।
तांको ठारू एबे अलगा आडू का तुमे जीव नाही। केते सुंदर भाबरे से सेमान को व्यवस्था विषय से जनाउछन। ଟିକେ ପଢିବେ ଯାକୁବ ତାର 4 ପର୍ବ 4 ପଦ। हे ବ୍ୟଭିଚାରିଣୀ ମାନେ ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା ଏହା କଣ ଜାଣ ନାହିଁ? ଅତଏବ ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ। ଏବେ କଣ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ଆଉ ଜଗତ ସହିତ ସମ୍ପର୍କ। ଯଦି ଆମେ ଜଗତ ସହିତ ମିତ୍ରତା ହଉଛୁ ଆମେ କଣ ହଉଛୁ ବ୍ୟଭିଚାରିଣୀ ହଉଛୁ। କାରଣ ଆମର ଈଶ୍ୱର ଦିଟା ହେଇଯାଉଛି। ତୁମେ ଉଭୟର ଦାସ ହେଇପାରିବନି। ଈଶ୍ୱର ଆଉ ଜଗତର ଦାସ ହେଇପାରିବ ନାହିଁ। ଈଶ୍ୱରଙ୍କୁ ଆଉ ଜଗତକୁ ପ୍ରେମ କରିପାରିବନି। ଜଣକୁ ପ୍ରେମ କରିବାରୁ ଜଣକୁ ଅଗ୍ରହ। ଏବେ ଜଣେ ବ୍ୟକ୍ତିର ଗୋଟେ ସ୍ତ୍ରୀ ଥିବ ସେ ଆଉ ଗୋଟେ ସ୍ତ୍ରୀ ପଛରେ ବୁଲିବ, ଗୋଟେ ସ୍ୱାମୀ ଥିବ ଆଉ ଗୋଟେ ସ୍ୱାମୀ ପଛରେ ବୁଲିବ। ସେ କାହାର ପ୍ରତି ମଧ୍ୟ ସେ କଣ ହେଇପାରିବ ନାହିଁ, ଅନୁରକ୍ତ ହେଇପାରିବନି। କାହା ସହିତ ମଧ୍ୟ ତାର ପ୍ରେମକୁ ପ୍ରକାଶ କରିପାରିବନି। ଏବେ ବ୍ୟଭିଚାରିଣୀ ସ୍ତ୍ରୀର ଦେଖିବେ ସେ ସମସ୍ତଙ୍କୁ ପ୍ରେମ କରିବାକୁ ଚେଷ୍ଟା କରେ କିନ୍ତୁ କାହାକୁ ବି ସେ ପ୍ରେମ କରେ ନାହିଁ। ଯାହା ସହିତ ମିଶିବ ତାକୁ ପ୍ରେମ କଲା ଭଳିଆ ଲାଗୁଥିବ। ସେ ଭାବୁଥିବ ଇଏ ମତେ ବହୁତ ଭଲ ପାଉଛି କିନ୍ତୁ ସେ ତାକୁ ପ୍ରେମ କରେନି। ଆମେ ଜଗତରେ ରହିଲା ବେଳକୁ ପୁରା ଜଗତ ପ୍ରତି ପୁରା ମାତିକି ରହିଥିବୁ। ଚର୍ଚ୍ଚ ଆସିଲା ବେଳକୁ ପ୍ରଭୁଙ୍କ ପାଖରେ କହୁଥିବୁ ପ୍ରଭୁ ମୁଁ ତୁମକୁ କେତେ ଭଲ ପାଏ। ପ୍ରଭୁ କହିବେ ତୁ ମିଛ କଥା କହୁଛୁ। ମୁଁ କାଲି ତତେ ରାତିରେ ଦେଖିଥିଲି ଟିଭି ପାଖରେ ହାତ ଯୋଡି 2 ଘଣ୍ଟା ବସିଥିଲି। ମୁଁ ତତେ ଦେଖିଛି ମାର୍କେଟରେ ଯାଇ ଶାଢୀ ଦୋକାନରେ 2 ଘଣ୍ଟା ଘୁରୁଥିଲି। ଜଗତ ହିଁ ତୋର ଆଖିରେ ବଡ ବଡ ଦେଖା ଯାଉଥିଲା। କିନ୍ତୁ ଏଠି ଆସିକି ପ୍ରଭୁ ମତେ ଦର୍ଶନ ଦିଅ। ନାଇଁ ଦିଟା ବିଷୟ ହେଇପାରିବନି। ଦିଟା ସ୍ୱାମୀ ହେଇପାରିବନି। ତ ବ୍ୟବସ୍ଥା ଅନୁସାରେ କହୁଛନ୍ତି ସ୍ୱାମୀ ଜୀବିତ ଥାଉ ଥାଉ ସେ ଆହୁରି ଗୋଟେ ସ୍ୱାମୀ ପଛରେ ଯାଇପାରିବ। ଏବେ ତୁମେ କଣ ହେଇଛ? ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛ। ଏଟା ଆତ୍ମିକ ବିଧି ବ୍ୟବସ୍ଥା ସେ ବୁଝାଉଛନ୍ତି। ତାପରେ ଆମେ ପଢିବା 7 ପଦରୁ 13 ପଦ। ଏକାଥରକୁ ପଢିବା 7 ପଦରୁ 13 ପଦ। ତେବେ ଆମ୍ଭେମାନେ କଣ କହିବା? ବ୍ୟବସ୍ଥା କଣ ପାପ? ତାହା କେବେ ହେ ନ ହେଉ। ବରଂ ପାପ କଣ ତାହା ବ୍ୟବସ୍ଥା ବିନା ମୁଁ ଜାଣିନଥାନ୍ତି। କାରଣ ଲୋଭ କର ନାହିଁ। ବ୍ୟବସ୍ଥା ଏହା କହି ନଥିଲେ ଲୋଭ କଣ ତାହା ମୁଁ ଜାଣିନଥାନ୍ତି। କିନ୍ତୁ ପାପ ସୁଯୋଗ ପାଇଁ ଆଜ୍ଞା ଦ୍ୱାରା ମୋ ଠାରେ ସବୁ ପ୍ରକାର ଲୋଭ ଜନ୍ମାଇଲା। କାରଣ ବ୍ୟବସ୍ଥା ବିନା ପାପ ମୃତ। ଆଉ ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା। ପୁଣି ମୁଁ ମୃତ ହେଲି। ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା ତାହା ମୋ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା। କାରଣ ପାପ ସୁଯୋଗ ପାଇଁ ଆଜ୍ଞା ଦ୍ୱାରା ମତେ ପ୍ରତାରଣା କଲା। ପୁଣି ତାହା ଦ୍ୱାରା ମତେ ବଧ କଲା। ଅତଏବ ବ୍ୟବସ୍ଥା ପବିତ୍ର ପୁଣି ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ। ତେବେ ଯାହା ଉତ୍ତମ ତାହା କି ମୋ ପକ୍ଷରେ ମୃତ୍ୟୁଦାୟକ ହେଲା ତାହା କେବେ ହେ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା। ଯେପରି ଯାହା ଉତ୍ତମ ତାହା ଦେଇ ମୋ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ ବୋଲି ପ୍ରକାଶ ପାଏ। ପୁଣି ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ। ଏଠି ଆମେ ଦେଖୁଛୁ ଗୋଟେ ସାଧାରଣ ବ୍ୟକ୍ତି ପାଇଁ ବ୍ୟବସ୍ଥା କଣ ଅଟେ। ସେଟା ଗୋଟେ ଆତ୍ମିକ ଲୋକ ପାଇଁ ବ୍ୟବସ୍ଥା। କାରଣ ଈଶ୍ୱରଙ୍କ ବିଧି ବ୍ୟବସ୍ଥା ସମସ୍ତଙ୍କ ପାଇଁ। କାରଣ ସେ ସମସ୍ତଙ୍କର ପ୍ରଭୁ ହେଇଥିବାରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା ଦେଇଛନ୍ତି। ଆଉ ବ୍ୟବସ୍ଥା ବିନା ଆମର ଜୀବନ ଅବସ୍ଥା ଥିବ। ବ୍ୟବସ୍ଥା ହଉଛି ଗୋଟେ ଅବସ୍ଥା। ତେଣୁ ବ୍ୟବସ୍ଥା ଆମେ ବ୍ୟବସ୍ଥାର ବାହାରେ ନୁହଁ। ଆମର ନୂଆ ବ୍ୟବସ୍ଥା ମଧ୍ୟକୁ ଆସିଯାଇଛି। ନୂଆ ବ୍ୟବସ୍ଥା ଏଠି ଆମେ ଦେଖୁ କେତେ ସୁନ୍ଦର ଭାବରେ ସେ ଲେଖୁଛନ୍ତି। ତେବେ ଆମେ ମାନେ କଣ କହିବା? ଏଠି ପ୍ରଶ୍ନ ପଚାରୁଛନ୍ତି। ଆମେ ମାନେ କଣ କହିବା? ବ୍ୟବସ୍ଥା କଣ ପାପ? ତା କେବେ ନ ହଉ। ବରଂ ପାପ କଣ ତା ବ୍ୟବସ୍ଥା ବିନା ମୁଁ ଜାଣିନଥାନ୍ତି। ଯଦି ବ୍ୟବସ୍ଥା ନଥାନ୍ତା ପାପ ଆମେ ଏବେ ଚୋରି କର ନାହିଁ, ଲୋଭ କର ନାହିଁ, ଏଟା ବ୍ୟବସ୍ଥା ଆମକୁ ଶିଖାଉଛି। ତ ମଣିଷର ସ୍ୱଭାବ ଚୋରି ଏକା କରିବାଟା। ଏବେ ଆମ ଦେଶରେ ଦେଖିବେ ବ୍ୟବସ୍ଥା ତାଙ୍କର ପାଇଁ ନାହିଁ। ଚୋରି କର, ବ୍ୟଭିଚାର କର, ଲୋଭ କର, ମିଥ୍ୟା ସାକ୍ଷ୍ୟ ଦିଅ। ଏଟା ଆମ ଦେଶରେ ଚାଲିଛି। କୋର୍ଟରେ ଯାଇ କଣ ସାକ୍ଷ୍ୟ ଦିଅନ୍ତି? ମିଥ୍ୟା ସାକ୍ଷ୍ୟ ଦିଅନ୍ତି। କାରଣ ସେମାନେ ଜାଣିନାହାନ୍ତି ମିଛ କହିବା।
ଆମେ ମିଛ କହିଥାଉ। ଆମକୁ ଯଦି କିଏ କହିବ ତୁ ବାଇବଲ ଉପରେ ହାତ ରଖି କହ ବୋଲେ ନାଇଁ ନାଇଁ ମାନେ ମୁଁ କହୁଥିଲି ବୋଲି ସାଙ୍ଗେ ସାଙ୍ଗେ ଟର୍ନ ମାରିବ ସେ। ଏବେ ସ୍ୱାମୀ ସ୍ତ୍ରୀ ଝଗଡା ହଉଥିବେ, ଯଦି ସ୍ତ୍ରୀ କହିବ ତୁମେ ବାଇବଲକୁ ଧରିକରି କୁହ, ସତ କହୁଛି ବୋଲି କୁହ, ସେ ଆଡକୁ ଯା ନାହିଁ, ଆହୁରି ଯାହା ହେଇଗଲା ହେଇଗଲା କହିବ। କେତେବେଳେ ଡରଟା ଗୋଟେ ଅଛି, ଡରିବ ସେ। ଆମେ ମିଛ କହିଦଉ, କିନ୍ତୁ ପ୍ରଭୁଙ୍କ ପାଖରେ କିଏ ଆଉ କହୁନାହାନ୍ତି ମିଛ ଯେ ମୁଁ ଏକା କହୁଛି କି ବୋଲିବ ସେ। ଆମେ ଆମେ ଜାଣିଛୁ ମିଛ କହିବାର ନାହିଁ, ଚୋରି କରିବାର ନାହିଁ, ଲୋଭ କରିବାର ନାହିଁ, ଏଇଟା ଆମକୁ ଜଣା। ଏଇଟା କିନ୍ତୁ ବ୍ୟବସ୍ଥା ବିନା ଜାଣି ହବ ନାହିଁ। ସେମାନେ ଜାଣିନାହାନ୍ତି। ଏବେ ଆମ ଦେଶରେ ବ୍ୟଭିଚାର ପାପ କାହିଁକି ବଢି ଚାଲିଛି? ବ୍ୟବସ୍ଥା ତାଙ୍କ ପାଇଁ ନାହିଁ। ସେମାନେ ବ୍ୟବସ୍ଥା କଣ ଜାଣନ୍ତି ନାହିଁ। ଲୋଭ କର ନାହିଁ, ପର ଜିନିଷ ଲୋଭ କର ନାହିଁ। ଏବେ ଯଦି କାହାକୁ ଆପଣ ଆପଣଙ୍କର ଘର ଆଣି ଦେଖାଇବେ ଅଣ ଖ୍ରୀଷ୍ଟିଆନକୁ, ସେ କହିବ ଏ ଘରକୁ କେମିତି ମୁଁ ହାତେଇବି ବୋଲିବ ସେ। ତାର ଲୋଭ ପଳେଇ ଆସିବ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସ କଣ କରିବ? ପ୍ରଭୁଙ୍କ ଧନ୍ୟବାଦ ହଉ ଭାଇ, ତୁମକୁ ପ୍ରଭୁ ଗୋଟେ ବହୁତ ଭଲ ଘର ଦେଲେ, ଚାଳ ଘରରେ ଥିଲ, ଏବେ ଭଲ ଘରକୁ ଆସିଲ, ପ୍ରଭୁଙ୍କ ନାମର ଗୌରବ ହଉ, ପ୍ରଭୁ ବାସ୍ତବରେ ମହାନ କାମ, ସେ ଏମିତି ଧନ୍ୟବାଦ ଦେଇ ପଳେଇବ। କିନ୍ତୁ ବାକି ଲୋକ ଲୋଭ ପଳେଇ ଆସିବ। ତ ଏଇଠି ବ୍ୟବସ୍ଥା ବିନା ଆମେ ସାଧାରଣ ଲୋକ ପାଇଁ ବିଧି ବ୍ୟବସ୍ଥା ଏ ପ୍ରକାର କାର୍ଯ୍ୟ କରେ। ଆଉ କଣ ହୁଏ 8 ପଦରେ? ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋ ଠାରେ କଣ କରେ? ସବୁ ପ୍ରକାର ଲୋଭ ଜନ୍ମାଏ। ତାକୁ ସୁଯୋଗ ମିଳିଗଲା କହିଲେ ବ୍ୟବସ୍ଥାରୁ ଦଣ୍ଡ ପଳେଇ ଆସିବ। ବ୍ୟବସ୍ଥାରୁ କଣ ପଳେଇ ଆସିବ? ଦଣ୍ଡ ପଳେଇ ଆସିବ। କାରଣ ସେ ସୁଯୋଗ ମିଳିଗଲେ ପଳେଇ ଆସିବ ତା ଜୀବନରେ ପାପ କାମ କରିବା। ତ ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଏଇଠି କଣ? ସାଧାରଣ ଲୋକ ପାଇଁ, ମାନେ ବ୍ୟବସ୍ଥା ଦ୍ୱାରା ମଣିଷ ପାପ କଣ ଜାଣିପାରେ, ଆଉ ବ୍ୟବସ୍ଥା ବିନା ମଣିଷ ପାପ କରିବା ପାଇଁ ଆଗଭର ହେବ। এটা ଦ୍ୱିତୀୟ ବିଷୟ ଆମେ ଦେଖୁଛୁ। ଏବେ ଆମେ ଏକାଥରକୁ ପଢିବା 14ରୁ ତାର 25 ପଦ ପର୍ଯ୍ୟନ୍ତ। 14ରୁ 25। ଯେଣୁ ବ୍ୟବସ୍ଥା ଯେ ଆତ୍ମିକ ଏହା ଆମ୍ଭେମାନେ ଜାଣୁ, କିନ୍ତୁ ମୁଁ ଶାରୀରିକ ପାପର କ୍ରୀତଦାସ, କାରଣ ମୁଁ ଯାହା କରେ ତାହା ଜାଣେ ନାହିଁ। ଯେଣୁ ମୁଁ ଯାହା ଇଚ୍ଛା କରେ ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ ତାହା ହିଁ କରେ। କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ ତାହା ଯଦି କରେ, ତେବେ ବ୍ୟବସ୍ଥା ଯେ ଉତ୍ତମ ତାହା ମୁଁ ସ୍ୱୀକାର କରେ। ଏଣୁ ମୁଁ ଆଉ ତାହା କରୁନାହିଁ, କିନ୍ତୁ ମୋ ଠାରେ ବାସ କରୁଥିବା ପାପ ତାହା କରୁଅଛି। କାରଣ ମୋ ଠାରେ ଅର୍ଥାତ୍ ମୋ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ। ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ। କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ ତାହା କରେ। କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋ ଠାରେ ବାସ କରୁଥିବା ପାପ ତାହା କରେ। ଅତଏବ ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୁଁ ଦେଖୁଅଛି। କାରଣ ଆନ୍ତରିକ ପୁରୁଷର ଭାବ ଅନୁସାରେ ମୁଁ ଈଶ୍ୱରଙ୍କ ବ୍ୟବସ୍ଥାରେ ଆନନ୍ଦ କରେ, କିନ୍ତୁ ମୁଁ ମୋହର ଅଙ୍ଗ ପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ବ୍ୟବସ୍ଥା ଦେଖେ, ତାହା ମୋହର ମନର ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ। ଆଉ ମୋହର ଅଙ୍ଗ ପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି, ମତେ ସେଥିର ବନ୍ଦୀ କରିଦିଏ। ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ! ମତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କର ଧନ୍ୟବାଦ ହେଉ। ଅତଏବ ମୁଁ ନିଜେ ମନ ଦ୍ୱାରା ଈଶ୍ୱରଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ବ୍ୟବସ୍ଥାର ଦାସ ଅଟେ। ଏଇଟା ଏବେ ଶାରୀରିକ ମନୁଷ୍ୟ ପାଇଁ ସେ ଲେଖୁଛନ୍ତି। ସେ କଣ କହୁଛନ୍ତି? ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ! ମତେ ଏଇ ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ପାଇଁ କ୍ରୁଶରେ ମଲା ପରେ, ଆମ ପାଇଁ ତାଙ୍କର ଶରୀରକୁ କ୍ରୁଶରେ କ୍ରୁଶାର୍ପିତ କଲା ପରେ ସେ କଣ କରୁଛନ୍ତି? ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ! ମତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ଏ ସଂଘର୍ଷ ଚାଲିଛି। ଏ ଶରୀର କେବେ ଉଦ୍ଧାର ପାଇବ? ଯୋଉ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମେଘମାଳାରେ ଦେଖାଯିବେ, ସେଇ ସମୟରେ ଆପଣଙ୍କ ଶରୀର ରୂପାନ୍ତରିତ ହେବ। ସେତେ ଦିନ ପର୍ଯ୍ୟନ୍ତ ଆପଣ ଶରୀରରେ ହିଁ ରହିଥିବେ। ଏ ଶରୀର ତଳେ ସଂଘର୍ଷ ଚାଲିଥିବ। ଏ ସଂଘର୍ଷଟା ଆପଣଙ୍କର ଚାଲି ରହିଥିବ। ବ୍ୟବସ୍ଥା ବିଷୟରେ କଣ କହୁଛନ୍ତି ଦେଖନ୍ତୁ, ସେ 12 ପଦରେ ପୁଣି ଥରେ ପଢିବା। 12 ପଦ ମୁଁ କହୁଛି, ଅତଏବ ବ୍ୟବସ୍ଥା ପବିତ୍ର, ପୁଣି ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ।
ଆପଣ ଦେଖିବେ ଏଠି ବ୍ୟବସ୍ଥା ବିଷୟରେ ଖାଲି ଉତ୍ତମ 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 ବହୁତ ଉତ୍ତମ ବିଷୟ ଲେଖା ଅଛି। ଆଉ ଉତ୍ତମ ଲେଖା ବେଳକୁ ଆଜି ଗୁଡି ଏକା ପଢୁଛନ୍ତି ଏଠି। ବହୁତ ବଢିଆ ଲେଖା ହେଇଛି ଏଠି, ବହୁତ ଉତ୍ତମ ବିଷୟ ଗୁଡାକ ଲେଖା ହେଇଛି। ଆଉ ସେ କଣ କହୁଛନ୍ତି 14 ପଦରେ, ପୁଣି ବ୍ୟବସ୍ଥା ଯେ ଆତ୍ମିକ ତା ଆମେ ମାନେ ଜାଣୁ, କିନ୍ତୁ ମୁଁ ଶାରୀରିକ ପାପର କୃତ ଦାସ। ପାପର କୃତ ଦାସ ମାନେ ବ୍ୟବସ୍ଥା ବିଷୟରେ ସେ ସୁନ୍ଦର ଭାବରେ ବ୍ୟାଖ୍ୟା କଲା ବେଳକୁ ସେ ଗୁଡେ କଥା କହୁଛନ୍ତି। ଆଉ ଶେଷ ଆଡେ ସେ କହୁଛନ୍ତି କଣ, ମୁଁ ମୋହର ଅଙ୍ଗ ପ୍ରତ୍ୟଙ୍ଗରେ ଗୋଟେ ଭିନ୍ନ ବ୍ୟବସ୍ଥା ଦେଖୁଅଛି। ମାନେ ଆମ ଭିତରେ ସବୁବେଳେ ଗୋଟେ ଆତ୍ମିକ ମଣିଷ ଆଉ ଗୋଟେ ସାଂସାରିକ ମଣିଷର ସଂଘର୍ଷ ସବୁବେଳେ ଚାଲିଥିବ। ଏ ଦିଟା ବିଷୟ ସବୁବେଳେ ଆପଣଙ୍କ ଜୀବନରେ ଆପଣ ଦେଖୁଥିବେ। ଗୋଟେ ଶାରୀରିକ ଅଭିଳାଷ, ଗୋଟେ ଆତ୍ମିକ ଅଭିଳାଷ। ଗୋଟେ ଶାରୀରିକ ମଣିଷ, ଗୋଟେ ଆତ୍ମିକ ମଣିଷ। ଆପଣ ଯୋଉ ମଣିଷକୁ ଖୁଆଇବେ ସେ ମଣିଷ ବଳବାନ ହବ। ଯଦି ଶରୀରକୁ ଭଲ କରି ଖୁଆଇବେ ଶରୀର ବଳବାନ ହବ। ଯଦି ଆତ୍ମାକୁ ଭଲ କରି ଯତ୍ନ ନେବେ ଆତ୍ମା ବଳବାନ ହବ। ତ ଆପଣଙ୍କ ଭିତରେ ଏ ଦିଟା ବିଷୟ ଚାଲିଛି। ବେଳେ ବେଳେ ଶାରୀରିକ ଭାବେ ଦୁର୍ବଳ ହେଇଯାଉଥିବେ, ବେଳେ ବେଳେ ଆତ୍ମିକ ଭାବରେ ଦୁର୍ବଳ ହେଇଯାଉଥିବେ। ତ ବ୍ୟବସ୍ଥା ଏଇଥିପାଇଁ ଦିଆଯାଇଛି ଯେପରି ଆପଣ ଆପଣଙ୍କ ଆତ୍ମାର ଯତ୍ନ ନେଇପାରିବେ ଆଉ ଆପଣ ବଳିଷ୍ଠ ହେଇପାରିବେ। ସେ କଣ କହୁଛନ୍ତି ଯେ ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ୱରଙ୍କର ଧନ୍ୟବାଦ ହଉ। ଅତଏବ ମୁଁ ନିଜେ ମନ ଦ୍ଵାରା ଈଶ୍ୱରଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ଵାରା ପାପ ବ୍ୟବସ୍ଥାର ଦାସ। ଦିଟା ଦାସ, ଗୋଟେ ଖ୍ରୀଷ୍ଟଙ୍କର ଦାସ ଆଉ ଗୋଟେ ପାପର ଦାସ। ତ ଏଇଠି ଆମେ ତିନି ପ୍ରକାର ବ୍ୟକ୍ତି ବିଷୟରେ ସାଧୁ ପାଉଲ ଲେଖୁଛନ୍ତି। ଈଶ୍ୱରଙ୍କ ବ୍ୟବସ୍ଥା ତିନି ପ୍ରକାର ଲୋକମାନଙ୍କୁ ପ୍ରଭାବିତ କରେ। ଗୋଟେ ଅଛି ଆତ୍ମିକ ବ୍ୟକ୍ତି, ଆଉ ଗୋଟେ ସାଧାରଣ ଲୋକ, ଆଉ ଗୋଟେ ଶାରୀରିକ ମନୁଷ୍ୟ। ଆଉ ବ୍ୟବସ୍ଥା, ଏ ଶାରୀରିକ ମନୁଷ୍ୟ ସେ କଣ କହୁଛନ୍ତି 20 ପଦରେ, କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ ତାହା ଯଦି କରେ ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋ ଠାରେ ବାସ କରୁଥିବା ପାପ ତାହା କରେ। କେତେ ସ୍ପଷ୍ଟ ଭାବରେ ସେ ଏ ସଂଘର୍ଷ ମଧ୍ୟରୁ ସାଧୁ ପାଉଲ ବାହାରିଛନ୍ତି ଆଉ ସେ ମଣ୍ଡଳୀକୁ ଲେଖୁଛନ୍ତି। ଏଇଗୁଡାକ ସାଧାରଣତଃ ବୁଝିବା କଷ୍ଟକର ହୁଏ, ତେଣୁ ଆମେ ଏଇ ପ୍ରସଙ୍ଗ ଗୁଡାକ ଏତେ ଗୁରୁତ୍ୱ ଦେଇନଥାଉ। ଏଠି ଆମେ ଦେଖୁଛୁ ଈଶ୍ୱରଙ୍କର ବିଧି ବ୍ୟବସ୍ଥା କି ପ୍ରକାରେ ତିନି ପ୍ରକାର ଲୋକମାନଙ୍କୁ ପ୍ରଭାବିତ କରେ, ତାହା ସାଧୁ ପାଉଲ ରୋମିଓ ମଣ୍ଡଳୀକୁ ଲେଖୁଛନ୍ତି। ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା ପାଇଁ। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ପ୍ରଭୁ ବାକ୍ୟ ଦ୍ୱାରା ଆପଣ ମାନଙ୍କ ସହିତ କଥା ହେଇଥିବାରୁ ଧନ୍ୟବାଦ। ପ୍ରଭୁ ଆପଣଙ୍କର ବିଧି ବ୍ୟବସ୍ଥା ଯେ କେତେ ସତ୍ୟ, କେତେ ନ୍ୟାଯ୍ୟ, ଆମେ ଧନ୍ୟବାଦ ଦଉଛୁ। ପ୍ରଭୁ ଯଦି ବ୍ୟବସ୍ଥା ନଥାନ୍ତା ଆମେ ପାପ କଣ ଜାଣିନଥାନ୍ତୁ। ଆପଣଙ୍କ ପୁତ୍ର ଯୀଶୁଙ୍କ ପାଇଁ ଧନ୍ୟବାଦ ଯେ ବ୍ୟବସ୍ଥା ସଫଳ କରିବାକୁ ଆସିଲେ। ଆଉ ପ୍ରଭୁ ଗୋଟେ ନୂଆ ବ୍ୟବସ୍ଥା ଆମମାନଙ୍କର ଅନ୍ତରରେ ଲେଖି ଦେଇଛନ୍ତି। ପ୍ରଭୁ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ ଯେ ଏବେ ପର୍ଯ୍ୟନ୍ତ ଆପଣ ଆମମାନଙ୍କର ଯତ୍ନ ନେଇ ଆସିଛନ୍ତି। ପାପକୁ ଚିହ୍ନିବା ପାଇଁ ଦେଲେ ପ୍ରଭୁ, ପାପର ବୋଧ ଆମମାନଙ୍କୁ ଦେଲେ। ପବିତ୍ର ଆତ୍ମାଙ୍କ ପାଇଁ ଧନ୍ୟବାଦ ପ୍ରଭୁ ଯେ ଆମମାନଙ୍କୁ ପ୍ରତି ଥର ପାପ ବିଷୟରେ ଆମମାନଙ୍କୁ ଜଣାନ୍ତି, ସେଠୁ ବାହାରିବା ପାଇଁ ସାହାଯ୍ୟ କରନ୍ତି। ଧନ୍ୟବାଦ ଦଉଛି ପ୍ରଭୁ, ଆମମାନଙ୍କୁ ଅନୁଗ୍ରହ କର। ଆମମାନଙ୍କର ଗୋଟିଏ ସ୍ୱାମୀ, ତାଙ୍କ ନିକଟରେ ସମସ୍ତେ ସମର୍ପିତ ହୋଇ ପବିତ୍ର ଜୀବନ କାଟିବା ପାଇଁ, ଯେପରି ତୁରୀ ଶବ୍ଦ ହେବା ସମୟରେ ଆମେ ମେଘମାଳାକୁ ନୀତ ହେଇପାରିବୁ, ପୁଣି ପାପର ଶରୀରରୁ ସମ୍ପୂର୍ଣ୍ଣ ଭାବରେ ଉଦ୍ଧାର ପ୍ରାପ୍ତ ହେଇ ଆପଣଙ୍କ ସ୍ୱର୍ଗୀୟ ରାଜ୍ୟରେ ବାସ କରିପାରିବୁ। ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରତ୍ୟେକଙ୍କୁ ଆପଣଙ୍କ ବଳବନ୍ତ ସ୍ଥଳେ ରଖି ପ୍ରାର୍ଥନାଟି ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି ରାଜା, ଆମେନ୍।